ଚାଲ ଆଜି ଆମେ ବୁଲିଯିବା ସାଙ୍ଗମାନେ ବୈତରଣୀର କରାଳ ରୂପ ଦେଖିବା ପାଇଁ। ଆସନ୍ତୁ ଯିବା। ତ ଚାଲନ୍ତୁ। ତ ମୁଁ ଚାଲିଲି, ବର୍ତ୍ତମାନ ବାଟରେ ହେଇଛି। ତ ଚାଲନ୍ତୁ ଯିବା ମନ୍ଦିର ଦେଖିବା ପାଇଁ। ପାଟଣା ସ୍ଥିତ ମନ୍ଦିର ବୈତରଣୀର ପ୍ରାଦୁର୍ଭାବ। ଇଏ ଏକ ଛୋଟ ନାଳଟିଏ। ଏଇ ଛୋଟ ନାଳଟିର ଭାରି ସୁନ୍ଦରତାକୁ ଦେଖି ମୁଁ ଏଠି ଟିକେ ଗାଡ଼ି ଅଟକେଇଦେଲି। ଆଉ ମୁଁ କହିଲି ଗାଡ଼ି ଟିକେ ଏଇଠି ଅଟକେଇକି ସାଙ୍ଗମାନଙ୍କୁ ଏଇ ଭିଡ଼ିଓଟି ସେୟାର କରିବା। ତ ଚାଲନ୍ତୁ ଏଇନା ଯିବା ଆମେ ମନ୍ଦିର ପରିଭ୍ରମଣ କରିବା। ଇଏ ହେଲା ପାଟଣାରେ ଅବସ୍ଥିତ ଶିବ ମନ୍ଦିର। এই ଶିବ ମନ୍ଦିର ପାଖରେ ଅଛି ବୈତରଣୀ ନଦୀ। ତ ଏଇ ଯଦି ପାଟଣା ମନ୍ଦିର ଭାରି ସୁନ୍ଦର ମନ୍ଦିରଟିଏ। ତ ଆପଣମାନେ ଯଦି ଭିଜିଟ୍ କରନ୍ତି ଭାରି ଭଲ ହେବ। ତ ଆସନ୍ତୁ, ବୁଲି ଆସନ୍ତୁ, ଆପଣମାନେ ଦେଖନ୍ତୁ। ନିହାତି ଅତି ସୁନ୍ଦର ମନ୍ଦିରଟିଏ, ଶିବ ମନ୍ଦିରଟିଏ। ତ ଆମେ ଦେଖିବା ବର୍ତ୍ତମାନ ଶିବ ମନ୍ଦିରର ପାଖରେ ଅବସ୍ଥିତ କ'ଣ ବୈତରଣୀ ନଦୀ ବୋହି ଯାଇଥିବା ତା'ର କିଛି ଦୃଶ୍ୟ ଦେଖିବା। ଚାଲନ୍ତୁ ନଦୀ ବଢ଼ିର ଦୃଶ୍ୟ ଦେଖିବା। କେତେ ପାଣି, ପାଣି ଏତେ ବଢ଼ିଛି ନଦୀଟା। ମାନେ ଏଠି ମୁଁ କୂଳରେ ଠିଆ ହେଇକି ମୋତେ ଭାରି ଡର ଲାଗୁଛି। ଭିଡ଼ିଓ କରିବା ପାଇଁ ବି ବହୁତ ଭଲ ଲାଗୁଛି। ଆପଣମାନେ ଦେଖନ୍ତୁ କେତେ ପାଣି, ପାଣି ହିଁ ପାଣି, ପୁରା ଟୋଟାଲ ନଦୀର ଏମୁଣ୍ଡ ସେମୁଣ୍ଡ ପୁରା ପାଣି ଛୁଇଁ ଯାଇଛି। ୱାଃ, ଅତି ସୁନ୍ଦର, କି ସୁନ୍ଦର ଲାଗୁଛି। ନିହାତି ଆପଣମାନେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ ଲେଖିକି ନିହାତି ଜଣାଇବେ ସାଙ୍ଗମାନେ। ତ ଆପଣଙ୍କୁ କେମିତି ଲାଗୁଛି ମୋ ଭିଡ଼ିଓଟି ନିହାତି କମେଣ୍ଟ ବକ୍ସରେ ମୋତେ ନିହାତି କମେଣ୍ଟ କରିବେ। ସୁନ୍ଦର ହେଉ ଅସୁନ୍ଦର ହେଉ ଆପଣମାନେ ନିହାତି ମୋତେ କମେଣ୍ଟରେ ଛୋଟ କମେଣ୍ଟଟିଏ ଲେଖିଦେବେ। ତ ଆପଣଙ୍କୁ କେମିତି ଲାଗୁଛି ନଦୀ ବଢ଼ିର ଦୃଶ୍ୟ ତ ମୋତେ ନିହାତି ସେୟାର କରିବେ। ମୁଁ ଆପଣମାନଙ୍କୁ ଦେଖାଇଦେଲି। ଆଉ କିଛି ଏଇଗୁଡ଼ାକ ଗାଡ଼ି ଯିବା ଆସିବା କରୁଛନ୍ତି ଏବଂ ମନ୍ଦିର ପାଖରେ ଏବଂ ମନ୍ଦିରରେ ପାଣି ମଧ୍ୟ ଢୁକି ସାରିଲାଣି। ତ ଦେଖନ୍ତୁ, ଠିକ୍ ଅଛି, ରହୁଛି ସାଙ୍ଗମାନେ।